বসুরে দমন ঋষিবার ভীমরাজ নৃবর পুঁজি লভি কন্যা রতন। রতন দমন বলি জনে বাবাজি ଥିଲେ। বাবা ଥିଲେ বাস। বিদর্ভ দেশর রাজা হউଛନ୍ତି নল। নল নল নিষদ দেশর রাজা হଉଛନ୍ତି নল। আজ্ঞା বিদর্ভ দেশর রাজা হଉଛନ୍ତି ভীমসେନ। ভীমসেନ ତାଙ୍କର ପିଲାପିଲି ନଥିଲେ। ନା ରାଜା ଚିନ୍ତା କଲେ ଆଜ୍ଞା 84ଟା ଲକ୍ଷ। ହଁ ହଁ 84 ଲକ୍ଷ ନର୍କ କୁଣ୍ଡ ଭିତରୁ ବେଶ ଗୋଟେ ନର୍କ ନାଁ ହଉଛି ପୁତୁ ନାମକ ନର୍କ। ନର୍କ ଇଏ ପୁତୁ ନାମକ ନର୍କରୁ ଉଦ୍ଧାର କରିବା ପାଇଁ ଆଜ୍ଞା ଗୋଟେ ପୁଅ ଚିନ୍ତା ନିହାତି ଆବଶ୍ୟକ। ନିହାତି ନିହାତି ଗୋଟେ ଏଥିପାଇଁ ଆପଣଙ୍କର ନୀତି ଶାସ୍ତ୍ର ରଚୟିତା ଆଜ୍ଞା ଚାଣକ୍ୟ ଗୋଟିଏ ଶ୍ଲୋକ କହିଲେ। କଣ କହିଲେ? କହିଲେ ଜୀବିତେ ବାକ୍ୟ କରଣ ମୃତା ହେ ଭୁରି ଭୋଜନ ଦୟା ପିଣ୍ଡ ଦାନେନ ପୁତ୍ରେଣ ପୁତ୍ରତା। କହିଲେ ଜି ଥିଲା ଯାକ ମିଠାଳିଆ କଥା ଦିପଦ କହିବ। ଆଜ୍ଞା ଆଜ୍ଞା ଇଏ କାମ ହଉଛି ପୁଅର। ପୁଅର ପୁଅର ଜୀବିତ ବାକ୍ୟକରଣ ମୃତା ହେ ଭୁରି ଭୋଜନ। ଭୁରି ଭୋଜନ ମରିଗଲା ପରେ ଜ୍ଞାତି ବନ୍ଧୁ ବାନ୍ଧବ ମାନଙ୍କୁ ଡାକିକି ଖୌର ସ୍ନାନ କରେଇ ଆଜ୍ଞା ନୂଆ ଖଦି ମୁଠା ପିନ୍ଧେଇ ହଁ ଭଲ କି ମୁଠା ଖାଇବାକୁ ଦବ। ବେଶ ଗୟା ପିଣ୍ଡ ଦାନ। ହଁ ବାର୍ଷିକ ଉତ୍ସବ ଆସିଲେ ଆଜ୍ଞା ଗୟା ତୀର୍ଥରେ ପିଣ୍ଡ ଦାନ କରିବ। ହଁ ହଁ ଏ ତ୍ରିଭି ପୁତ୍ରେଣ ପୁତ୍ରତା। ଏ ବାସ୍ ତିନିଟା ଯାକ କାମ କରିବା ପାଇଁ ହଁ ମୋ ମା ସମସ୍ତେ ଗୋଟିଏ ଗୋଟିଏ ପୁଅ ଚିନ୍ତା ପୁଅ ମନାସନ୍ତି ବାସ୍ ଯଦି 84 ଲକ୍ଷ ନର୍କ କୁଣ୍ଡରୁ ଆଜ୍ଞା ଯଦି ଗୋଟିଏ ନର୍କ ହଉଛି ପୁତୁ ନାମକ ନର୍କ ହଁ ହଁ ଏ ନର୍କରୁ ଯଦି ପୁତୁରୁ ଯଦି ପୁଅ ଉଦ୍ଧାର କଲା ଆଜ୍ଞା ଆଉ ଓଳିଲା 83 ହଁ ଆଉ 83 ରୁ କିଏ ଉଦ୍ଧାର କରିବ? କିଏ ସେ ଉଦ୍ଧାର କରିବ? ହଁ ଏ 83 ଖାଲି ରହିଲା। ଏବେ ମା ମାନେ ସମସ୍ତେ ମନେ ରଖ ବାସ୍ ଯୋଉମାନେ ବାହା ହେଇଛ ମୁଁ ତାଙ୍କରି ପାଇଁ କହୁଛି। ଆଜ୍ଞା ଯଦି ଗୋଟିଏ ଜାଗାରେ ଯୋଡ଼ିଏ ଝିଅ ହେଇଗଲା ହଁ ହଁ ଆମେ ତାକୁ କଣ କରୁଛେ ନା ଭ୍ରୂଣ ହତ୍ୟା କରି ଦଉଛୁ। ବାସ୍ ପେଟରୁ ତାକୁ ମାରି ଦଉଛୁ ସାଙ୍ଗେ ସାଙ୍ଗେ କିନ୍ତୁ ଆଜ୍ଞା ଭୁଲ କରୁଛେ। ଭୁଲ କଣ ଭୁଲ? କଣ? ପୁଅ ସିନା ପୁତୁ ନାମକ ଗୋଟିଏ ନର୍କରୁ ଉଦ୍ଧାର କରେ ଆଜ୍ଞା ଝିଅ କେତେ ନର୍କରୁ ଉଦ୍ଧାର କରେ କେତେ ନର୍କ? ଆପଣଙ୍କର ଚିତ୍ତବୋଧ କହିଲେ ଆଜ୍ଞା ମହାପୁରୁଷ ଅଚ୍ୟୁତାନନ୍ଦ ହଁ। କଣ କହିଲେ? କଣ କହିଲେ? ବୋଲେ ଊନବିଂଶ ନର୍କୁ କନ୍ୟା ଇଏ କରଇ ଉଦ୍ଧାର ଭଲ ଭଲ କରଇ ଉଦ୍ଧାର 64 ନର୍କୁ ପୁତ୍ର ବଧୂତାର ବଧୂତାରି ଭଲ ଭଲ ବଧୂତାରି ବାର ଭଲ ବଧୂତାରି ବାର ବଧୂତାରି ବାର ଭଲ ବଧୂତାରି ବାର 19ଟା ନର୍କରୁ ଆପଣଙ୍କର ଝିଅ ଆପଣଙ୍କୁ ଉଦ୍ଧାର କରିବ। ତାହେଲେ ଆମେ ଝିଅଟା ହେଲେ ତାକୁ କାହିଁକି ଭ୍ରୂଣ ହତ୍ୟା କରୁଛେ? ହଁ ଯଦି ପୁଅ ଉଦ୍ଧାର କରୁଛି ଗୋଟିଏ ନର୍କରୁ ଆଜ୍ଞା ଯଦି ଝିଅ ଉଦ୍ଧାର କରୁଛି 19 ନର୍କରୁ ବେଶ ତାହେଲେ ଝିଅ ଭଲ ନା ପୁଅ ଭଲ? ନାଇଁ ଝିଅ ଭଲ ଆମେ ତାହେଲେ ଝିଅକୁ ମାରୁଛେ କାହିଁକି? ବହଳିଆ ଖାଲି ସେତିକି ନୁହଁ ହଉ ଯଦି ତମର ପୁଅ ନାହିଁ କି ଝିଅ ନାହିଁ ଆଜ୍ଞା ତମେ ଗୋଟେ ପୋଷ୍ୟ ପୁତ୍ର ଗ୍ରହଣ ହଁ କରିପାରିବ। ହଁ ଗୋଟେ କୁଆଡୁ ଆଣିକି ରଖିବ ଯଦି ପୋଷ୍ୟ ପୁତ୍ରଟିଏ ଗ୍ରହଣ କଲ ଆଜ୍ଞା ବା ବଡ ଭାଇର ହଉ କି ସାନ ଭାଇର ହଉ ହଁ କି ଗାଁ ଗଣ୍ଡାରୁ କାର ଗୋଟେ ହଉ ହଁ କି ଭଣଜା ହଉ ହଁ ତାକୁ ଯଦି ଆଣିକି ଘରେ ରଖିଲ ହଁ ସିଏ ଯୋଉ ପୁତ୍ର ବଧୂଟି ଆସିବ ବାସ୍ ସେ 64 ନର୍କରୁ ଉଦ୍ଧାର କରିବ। ଆଜ୍ଞା ନାରାୟଣ ସର୍ବାରିଷ୍ଟ ଖଣ୍ଡନ କରି ଗୃହସ୍ଥ ଶାନ୍ତି କରି ଚଲାପଥ କୁସୁମିତ କରି ଧନ ଧାନ୍ୟ ଗୋପଲକ୍ଷ୍ମୀ ପ୍ରଦାନ କରନ୍ତୁ। ଅନୁଷ୍ଠାନ ଯୋଉ ଅନୁଷ୍ଠାନ ବାଲା ସମ୍ବର୍ଦ୍ଧିତ କରିଛନ୍ତି ସେ ଅନୁଷ୍ଠାନକୁ ଦୀର୍ଘଜୀବୀ କରନ୍ତୁ। ଏ ଅନୁଷ୍ଠାନକୁ ଦୀର୍ଘଜୀବୀ କରନ୍ତୁ। ସମସ୍ତଙ୍କର ମଙ୍ଗଳ କାମନା କରନ୍ତୁ। ସର୍ବେ ଅର୍ଥ ତ୍ରାଣାନନ୍ଦେ ହରି ବୋଲ। ମୁଁ କହିଲି ଦେଖନ୍ତୁ ତାର ମୋର ସମ୍ପର୍କ ବାପ ପୁଅର ସମ୍ପର୍କ ତାକୁ 40 ବର୍ଷ ହେଲା ବେଳେ ମୋତେ 61 ବର୍ଷ ଆଜ୍ଞା ତେଣୁ ତା ସାଙ୍ଗରେ ଲଢ଼େଇ କଲେ ମୁଁ ଯିବିନି। କହିଲେ ନାଇଁ ଆଜ୍ଞା ଆର ବର୍ଷକୁ ଆପଣଙ୍କୁ ନବୁନି ତା ପର ବର୍ଷକୁ ଅର୍ଥାତ୍ 2026 କି ଏ ଅନୁଷ୍ଠାନକୁ ମୋର ଯିବାର ଅଛି। ତେଣୁ ଅନୁଷ୍ଠାନକୁ ନାରାୟଣ ଦୀର୍ଘଜୀବୀ କରନ୍ତୁ କରନ୍ତୁ ଠିକ କଥା।
ପୁଅ ହେଲା ଝିଅ ହେଲା କନ୍ୟା ରତ୍ନ ତେଣୁ ଆପଣ ମାନେ ରତ୍ନ ନଷ୍ଟ କରନ୍ତୁନି ବାସ୍। କି ରତ୍ନକୁ ହରାନ୍ତୁ ନାହିଁ। ନାଇଁ ରହ ମୋର ଏ କଥା ଥିଲା କଣ ପାଇଁ ଆଜ୍ଞା ରାଜା ଭୀମସେନଙ୍କର ପୁଅ ନାହିଁ କି ଝିଅ ନାହିଁ ଝିଅ ନାହିଁ ତେଣୁ ଦମନ ବୋଲି ଜଣେ ବାବାଜୀ ଥିଲେ। ଆଜ୍ଞା ଇଏ ଦମନ ବାବାଜୀକି ସେବା କଲେ ଦମନ ଋଷିଙ୍କ ଆଶୀର୍ବାଦରୁ ଝିଅଟିଏ ପାଇଲେ। ଦମନଙ୍କର ନାଁ ଅନୁସାରେ ବେଶ ଝିଅଟିର ନାଁ ରଖିଲେ ଦମୟନ୍ତୀ। ଇଏ କଥା କିଏ କାହାକୁ କହୁଛି? କିଏ କାହାକୁ ସେ ତ ଡଗ ଡଗ କି ବଗ ଡଗରିଲା ଭଳିଆ ମାଡି ଗଲେ ବହୁତ ଶୁଖିନି। ବାସ୍ ପାଲାର ପ୍ରକୃତ ମର୍ମକୁ ରୂପ ଆଖେକରେ ଦେଲେ। ନା 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 ତେଣୁ ମୁଁ ଏବେ କହୁଛି ନାଇଁ ଆଜ୍ଞା। ହଂସ କହୁଛି କାହାକୁ କାହାକୁ? ନା ନଳୁକୁ ବାସ୍। ବୋଲେ ହେ ନଳ ମହାଭାଗ ହଁ ଆପଣଙ୍କ ପାଇଁ ଗୋଟେ ଭଲ ଝିଅଟିଏ ବ୍ୟବସ୍ଥା କରିଛି। ହଁ ହଁ କିଏ କିଏ ସେ ନା ଦମନ ଋଷିଙ୍କର ସେବା କରି ବାସ୍। ରାଜା ଭୀମ ଗୋଟିଏ ଝିଅ ପାଇଥିଲେ। ହଁ। ତା ନାଁ ହଉଛି ଦମୟନ୍ତୀ। ଦମୟନ୍ତୀ। ସେ ଦମୟନ୍ତୀ ଟା ହଉଛି ଆପଣଙ୍କ ପାଇଁ ଯୋଗ୍ୟ କନ୍ୟା ପାତ୍ରୀ। ବାସ୍ ଆପଣ ତାକୁ ବିବାହ କଲେ ହଁ ଆପଣଙ୍କ ସାଂସାରିକ ଜୀବନ ସୁଖମୟ ହବ। ହଁ ନଳ କହିଲେ କିରେ ମୁଁ ତ ସେଇଭଳି ଝିଅଟିଏ ଫଟୋଟିଏ ଦେଖିଥିଲି। ହଁ ଫଟୋରେ ଯାହାକୁ ଦେଖିଥିଲି ଇଏ ତ ସେଇ ଝିଅ। ଇଏ ସେଇ ତେଣୁ ୟାକୁ ବିବାହ ହେଲେ ମୋର ସବୁ ପ୍ରକାର ମଙ୍ଗଳ ହବ। ହଁ ହଁ ରାଜାଙ୍କର ବିରହ ଜନିତ ଦୁଃଖ ଆହୁରି ବଢିଲା। ବେଶ ରାଜା ନଳ ସେଇଠି ହଂସକୁ କହିଲେ କଣ କହିଲେ ହଂସ ହଁ ତମେ ଯଦି ମତେ ସେ ଝିଅଟିକି ଭେଟେଇ ଦବ ଛାମୁ ମୁଁ ତମକୁ ପୁରସ୍କାର ଦେବି। ଛାମୁ ହଂସ କହିଲା ମଣିମା ବାସ୍ ମୋର ପୁରସ୍କାର ଦବା ଦରକାର ମୋର ନାହିଁ। ସେଗୁଡା କଣ ହବ ଗୋଟେ ଶ୍ଲୋକ ବୋଲିଲ ବାସ୍ ତମେ କେଡେ ପାଷାଣ୍ଡ ଗାଇକିଅ। ପାସାଣ୍ଡ ହଁ ମୁଁ ତମକୁ ଏଇଥିପାଇଁ ପାଷାଣ୍ଡ କହିଲି ଯାହା ଗାଇବ ତାକୁ ନିଟ୍ ଆଣ୍ଡ କ୍ଲିନ୍ କରିବ। ହଁ ପୁରା ପରିଷ୍କାର କରିବ। ବାସ୍। ପରିଷ୍କାର ନ କଲେ ତମେ ପାଷାଣ୍ଡ ଗାୟକ। ହଁ ଏଇଥିପାଇଁ ହଁ 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 କଣ ପରିଷ୍କାର କଣ କଲେ ପୁଣ୍ୟ ଶ୍ଲୋକ ନଳ ରାଜା ପୁଣ୍ୟ ଶ୍ଲୋକ ଯୁଧିଷ୍ଠିର ପୁଣ୍ୟ ଶ୍ଲୋକା ଚ ବୈଦେହୀ ପୁଣ୍ୟ ଶ୍ଲୋକ ଜନାର୍ଦ୍ଦନ ପୁଣ୍ୟ ଶ୍ଲୋକ ନଳ ରାଜା। ସତ୍ୟ ଯୁଗରେ ପୁଣ୍ୟ ଶ୍ଲୋକ ହଉଛନ୍ତି ନଳ। ନଳ ଦ୍ୱାପର ଯୁଗରେ ଯୁଧିଷ୍ଠିର। ଯୁଜିତିର ଆଚ୍ଛା ସତ୍ୟ ପରେ କଣ ଦ୍ୱାପର? ତାଙ୍କ ଆଡେ ଆଜ୍ଞା ଏଇଆ ପୁରୀ ପାଠ ପରା କାଲି କହିଲ ମୁଁ ପୁରିଆ ଆମେ ପୁରୀ ପାଠୁଆ। ହଁ ହଁ ଥିଲା ହଁ ପୁରୀ ପାଠୁଆ ପୁରୀ ଜିଲ୍ଲା ପାଠୁଆ ବୋଲି ଆମେ ଜାଣିଛୁ। ହଁ ପୁରୀର ପାଠ ଆଜ୍ଞା କଟକର ନାଟ। ନାଟ କଟକିଆ ହଉଛନ୍ତି ନାଟୁଆ ପୁରୀ ଜିଲ୍ଲା ହଉଛନ୍ତି ପାଠୁଆ। ହଁ ଏଇଟା ସତ। ଯାଜପୁରିଆ ଛାଟ କିନ୍ତୁ ଏବେ ତମେ ଯୋଉ ପୁରୀ ଜିଲ୍ଲା ବାସ୍ ଏବେ ଯୋଉ ପାଠୁଆ ବାହାରିଛ ଆଜ୍ଞା ଆମେ ତମକୁ ଭଲ କି ଜାଣିଛୁ। ହଁ ଆରେ କଟକ ଜିଲ୍ଲା ଗାୟକ ନଥିଲେ ହଁ ଏ ପୃଥିବୀରେ ପାଲା ରହିବନି। ନାଇଁ 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 କାହାକୁ କହିବା ବାସ୍ ନିଶାକର ଷଡଙ୍ଗୀ ହଁ ବୈଷ୍ଣବ ପ୍ରଧାନ ବାସ୍ ଲକ୍ଷ୍ମୀଧର ରାଉତ ଆଜ୍ଞା ଧର୍ମାନନ୍ଦ ଦୀକ୍ଷିତ ଦୀକ୍ଷିତ, ହରିବନ୍ଧୁ ତ୍ରିପାଠୀ ତ୍ରିପାଠୀ, ଏ ଗାଁକୁ କୁଆଡେ ବହୁତ ଥର ଆସିଛନ୍ତି। ହଁ ଅନନ୍ତ ରଣା ଆଜ୍ଞା ଏ ଆପଣଙ୍କର ବିଶ୍ୱମ୍ବର ପ୍ରଧାନ ବାସ୍ ଅନନ୍ତ ପ୍ରଧାନ ବାସ୍ ଧନେଶ୍ୱର ବେହେରା ହଁ ଏ ସବୁ କଟକ ଜିଲ୍ଲା ଗାୟକ। କଟକ ଜିଲ୍ଲା ବାଲା ସୁରେନ୍ଦ୍ର ଛୋଟରାୟ ହଁ ଆମର ଯିଏ ଅଛନ୍ତି ଏଠିକି ମୋତେ ଯିଏ ଡକେଇଥିଲେ ନାଟା ମନେ ପଡୁନି ଯୁଧିଷ୍ଠିର ପରିଜା ପରିଜା। ଏମାନଙ୍କଠୁ ପାଲା ଶିଖିବ ହଁ। ନା ତମ ପୁରିଆଙ୍କଠୁ ପାଲା ଶିଖିବ? ଆ ତମର ତ ପ୍ରତି ଧାଡିରେ ପ୍ରତି ଶବ୍ଦରେ ଭୁଲ। ହଁ ଡବା ହଉ, ଡବା ଯଦି- ବଡ ଯଦି ଶ୍ଲୋକଟି ବୋଲିଲ ଆଜ୍ଞା କାହିଁକି ତ ଉତ୍ତର ଦେଲନି ନା ଯେ ପୁଣ୍ୟ ଶ୍ଲୋକ ନଳରାଜା ପୁଣ୍ୟ ଶ୍ଲୋକ ଯୁଧିଷ୍ଠିର ବାସ୍ ସତ୍ୟ ଯୁଗ ପରେ ତ ତ୍ରେତୁଆ ରହିବା କଥା। ହଁ। ତ୍ରେତା ନ ରହିକି ଯୁଧିଷ୍ଠିର ଦ୍ୱାପର ଯୁଗର ଲୋକ କାହିଁକି ରହିଲେ? ଆଜ୍ଞା ପୁଣି ଦ୍ୱିତୀୟ କଥା ଯୋଉଠି ରାମଚନ୍ଦ୍ର ଭଗବାନ ହଁ। ଜନାର୍ଦ୍ଦନ ଯେତେବେଳେ ପୁଣ୍ୟ ଶ୍ଲୋକ ହଉଛନ୍ତି ଆଚ୍ଛା। ରାମ ଭଗବାନ ଥାଉ ଥାଉ ହଁ ରାମ ପୁଣ୍ୟ ଶ୍ଲୋକ ନ ହେଇକି ତାଙ୍କ ଜାନକୀ କାହିଁକି ପୁଣ୍ୟ ଶ୍ଲୋକ ହେଲେ? କାହିଁକି ହେଲେ ନାଇଁ ତମର ଜ୍ଞାନ ନାହିଁ। ନା ତମେ ସେ ଜ୍ଞାନ ପର୍ଯ୍ୟନ୍ତ ଯାଇନ। ନା ହଉ ଗା ପଦେ ଗା ଆଜି ହେଲା ରାମନବମୀ ସେ ଉପଲକ୍ଷେ ଭଜନ ପଦିଏ ଭାଇ। ଆରେ ପଥରରେ ଯେବେ ଶ୍ରୀରାମ ଲେଖିବୁ ପାଣିରେ ପଥର ଭାସିବ
আরে পতরে যাবে শ্রীরাম লেখিবু তুলসী তুলসী বাসিব যেবে হৃদয়রে তু লেখিবু শ্রীরাম যেবে হৃদয়রে তু লেখিবু শ্রীরাম তোর আত্মা পকি বৈকুণ্ঠে বসিব হরে রাম হরে রাম হরে রাম ঘোষিব 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 পথরে যাবে শ্রীরাম লেখিবু পানিরে পথর ভাসিব পথরে যাবে শ্রীরাম লেখিবু পানিরে পথর ভাসিব আরে পথরে যাবে শ্রীরাম লেখিবু তুলসী তুলসী বাসিব পথরে যাবে শ্রীরাম লেখিবু তুলসী তুলসী বাসিব যেবে হৃদয়রে তু লেখিবু শ্রীরাম 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 তোর আত্মা পকি বৈকুণ্ঠে বসিব হরে রাম হরে রাম হরে রাম ঘোষিব হরে রাম হরে রাম হরে রাম ঘোষিব রাম হরে রাম হরে রাম ঘোষিব হরে রাম ঘোষিব রাম নামে বহু কাজ সে নাম গাত পারি করি দেব বাবু জড়িলে হাত বাড়ি করে দেব বাবু ধরিলে হাত বাড়ি করে দেলে বাবু ধরিলে হাত হরি নাম সিনা বাবু এন্তুড়ি ছাড়ে রাম নাম শুনিবু তু মরণ বেড়ে রাম নাম শুনিব তো মরণ কালে রাম নাম শুনিব তুমর আরে তোর জ্ঞাতি কুটুম্ব বলিবে শ্রীরাম তোর জাতি কুটুম্ব বলিবে শ্রীরাম তোর জ্ঞাতি কুটুম্ব বলিবে শ্রীরাম তোর কুটুম্ব বলিবে শ্রীরাম তোর বুকেই চড়িবা বেଳ আসিব হরে রাম হরে রাম হরে রাম ঘোষিব হরে রাম হরে রাম হরে রাম ঘোষিব হরে রাম ঘোষিব হরে রাম ঘোষিব রাম নামে সবরুণী বণରୁ ତଳି ବାଛି ବାଛି କହିଥିଲା ওইটা করি বাছি বাছি কই দেলা ওইঠা করি বাছি বাছি কই দেলা ওইঠা করি আরে রাম নাম কহি কহি বিজ্ঞ ধীবর গঙ্গা জলে দই দেলা পদ্ম পয়র গঙ্গা জলে ধই দেলা পদ্ম পয়র গঙ্গা জলে ধই দেলা পদ্ম পয়র যেবে ভকতিরে তু ডাকিবু শ্রীরাম যেবে ভকতি তু ডাকিবু শ্রীরাম যেবে ভকতিরে তু ডাকিবু শ্রীরাম যেবে ভকতি তু ডাকিবু শ্রীরাম তোর আত্মা পর আত্মা যেবে মিশিব হরে রাম হরে রাম হরে রাম ঘোষিব হরে রাম হরে রাম হরে রাম ঘোষিব হরে রাম হরে রাম হরে রাম ঘোষিব আরে
ପଥରରେ ଯେବେ ଶ୍ରୀରାମ ଲେଖିବୁ ପାଣିରେ ପଥର ଭାସିବ ଶ୍ରୀରାମ ଲେଖିବୁ ପାଣିରେ ପଥର ଭାସିବ ଆରେ ପଥରରେ ଯେବେ ଶ୍ରୀରାମ ଲେଖିବୁ ତୁଳସୀ ତୁଳସୀ ଭାସିବ ଶ୍ରୀରାମ ଲେଖିବୁ ତୁଳସୀ ତୁଳସୀ ଭାସିବ ଯେବେ ହୃଦୟରେ ତୁ ଲେଖିବୁ ଶ୍ରୀରାମ ତୁ ଲେଖିବୁ ଶ୍ରୀରାମ ଯେବେ ହୃଦୟରେ ତୁ ଲେଖିବୁ ଶ୍ରୀରାମ ଯେବେ ହୃଦୟରେ ତୁ ଲେଖିବୁ ଶ୍ରୀରାମ ତୋର ଆତ୍ମା ପକ୍ଷୀ ବୈକୁଣ୍ଠେ ବସିବ ହରେ ରାମ ହରେ ରାମ ହରେ ରାମ ଘୋଷିବ ହରେ ରାମ ହରେ ରାମ ହରେ ରାମ ଘୋଷିବ ହରେ ରାମ ହରେ ରାମ ଘୋଷିବ ହରେ ରାମ ଘୋଷିବ ହରେ ରାମ ହରେ ରାମ ହରେ ରାମ ଘୋଷିବ ହରେ ରାମ ହରେ ରାମ ହରେ ରାମ ଘୋଷିବ ହରେ ରାମ ହରେ ରାମ ହରେ ରାମ ଖୋଜିବ ଅଗୁଣି ଗ୍ରାହୀ ବିବେକୀ ମୋହର ଡରିଥିବେ କର୍ଣ୍ଣ ହରେ ରାମ ହରେ ରାମ ଆଜ୍ଞା ରହିବା ସ୍ଥାନରୁ ନ୍ୟାୟ ହେବ ଆଲୋଚନ ହରେ ରାମ ହରେ ରାମ ଆପଣ ମାନଙ୍କର ମଙ୍ଗଳ କରିବେ ସତ୍ୟନାରାୟଣ ହରେ ରାମ ହରେ ରାମ ଭବିଷ୍ୟତ ପ୍ରାଣକୁ କରିବେ ମଙ୍ଗଳ ବର୍ଦ୍ଧନ ହରେ ରାମ ହରେ ରାମ ସଂଖ୍ୟା ଜଳ ଟେକିଡ଼ ଚକ୍ରେ କରିଥିବେ ଜୟ ହରେ ରାମ ହରେ ରାମ ବରିଷ୍ଠ ଖଣ୍ଡି ଥିବେ ଫକୀର ଗୋସାଇ ହରେ ରାମ ହରେ ରାମ ପଣ୍ଡିତ ଦରବାରଙ୍କୁ ମୋର ରହିଲା ନିବେଦନ ହରେ ରାମ ହରେ ରାମ ଆନନ୍ଦ ମନରେ ବୋଲିବେ ହରି ହରି ନାମ ହରେ ରାମ ହରେ ରାମ ମା ମାଉସୀ ଭଉଣୀ ମାନେ ମୋର ଦେବେ ହୁଳ ପୁରୀ ହରେ ରାମ ହରେ ରାମ ହରେ ରାମ ଖୋଜିବ ଆଜି ହରି ବୋଲ ହୁଳ ହୁଳିର ମଙ୍ଗଳର ପାଳି ହରେ ରାମ ଆ ମାଗିକି କଣ ହୁଳ ହୁଳି ପକଉଛ କହିଲେ ତ ଲୋକ ଦେବେ ଗୋଟେ ଛୋଟିଆ କଥା ଆଜ୍ଞା କହୁଛି ଗୋଟାଏ ଗାଁରେ ଭାଗବତ ବୋଲା ହଉଥାଏ ଅଜା ଆଉ ନାତି ଦି ଜଣ ଯାକ ଭାଗବତ ଶୁଣିବାକୁ ଗଲେ ବ୍ରାହ୍ମଣ ମହାଶୟ ଭାଗବତ ବୋଲିବେ ଅଜା ନାତି ବାଟରେ ଗଲାବେଳେ ଗୋଟେ ଲୋକଟେ ମରିଯାଇଛି ତାକୁ କୋକେଇ ଉପରେ ଶୁଆଇକି ନଉଛନ୍ତି ଇଏ ନାତି ପଚାରିଲା କଲା ଅଜା ହାଇ ମା ମାନେ ନାତି ପଚାରିଲା ଅଜାକୁ କହିଲା ଯା ଅଜା ଆଗ ଦି ଜଣ କହୁଛନ୍ତି ରାମ ନାମ ସତ୍ୟ ହେ ହଁ ପଛ ଦି ଜଣ କହୁଛନ୍ତି ଆର ସବୁ ଝୁଟେ ହେ ହଁ ଏ ମଝି ଲୋକଟା କାହିଁ କିଛି କହୁନି କିଛି କହୁନି ସେ ଶୋଇଛି କାହିଁକି ଅଜା କହିଲା ଆରେ ମୂର୍ଖ ହଁ ସେ ପୁରା ଶିଆବର ରାମ ହେଇଯାଇଛି କଣ ଶିଆବର ଅର୍ଥାତ ମରି ଯାଇଛି ସେ ମରିଯାଇଛି ଯିଏ ମରି ଯାଇଛି ତା ପାଟିକି ରାମ ହରି କୋଉଠୁ ଆସିବ ହଁ ଠିକ କଥା ଅଜା ନାତି ଦି ଜଣ ଯାକ ଗଲେ ବାସ୍ ଭାଗବତ ବୋଲା ଜାଗାରେ ପହଞ୍ଚିଲେ ଆଜ୍ଞା ଭାଗବତ ବୋଲା ସରିଲା ହଁ ହଁ ସିଏ ଯୋଉ ନନା ଭାଗବତ ବୋଲୁଥିଲେ ଆଜ୍ଞା ସେ କଣ କହିଲେ ଜାଣିଛ କଣ କହିଲେ କହିଲେ ଆଜ୍ଞା ଭାଗବତ ବନ୍ଦ ହେଲା ଅଧ୍ୟାୟଟି ସମ୍ପୂର୍ଣ୍ଣ ହେଲା ହଁ। ସମସ୍ତେ ଗୋଟିଏ ମନରେ ହରିବୋଲ ହୁଳହୁଳି ଦିଅ ଦିଅ ଗ୍ରାମର ମଙ୍ଗଳ ହଉ ଆନ୍ଦେ କବାର ହରି ବୋଲ ଦାତାର ମଙ୍ଗଳ ହଉ ଆନ୍ଦେ କବାର ହରି ବୋଲ ଅଜା ଆଜ୍ଞା ଦିନ ଯାକ ଧାନ କାଟି କାଟି ଅଣ୍ଟା ବିନ୍ଧୁଛି ଖୁଣ୍ଟୁକୁ ଆଉଛି କି ଶୋଇଛି ବାସ୍ ନାତି ଦେଖିଲା ସମସ୍ତେ ହରିବୋଲ ହୁଳହୁଳି ଦଉଛନ୍ତି ହଁ ହଁ ଅଜା କିନ୍ତୁ ହରିବୋଲ ହୁଳହୁଳି ଦଉନି ନା ନାତି ପଚାରିଲା କଲା ଅଜା ଆଜ୍ଞା ଅଜା କଣ 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 ଆଏ ସମସ୍ତେ ହରିବୋଲ ହୁଳହୁଳି ଦଉଥିଲା ବେଳେ ହଁ ତମେ କାହିଁକି ଦଉନ କିରେ ମୋର ପେସେନ୍ସ ଅଛି ଆଉ ମାନେ ମୋର ଆଉ ପେସେନ୍ସ ଅଛି ମୁଁ ଭାବିଲି ତମେ ତ ବାଟରେ କହୁଥିଲ ଯିଏ ମରି ଯାଇଥାଏ ତା ପାଟିକି ହରିବୋଲ ହୁଳହୁଳି ଆସେନି ହଁ ହଁ ଓହୋ ଠିକ ଆଜ୍ଞା ତମେ କଣ ୟା ଭିତରେ ମରିଗଲ କି କିରେ ମରି ନଥିଲି ନିଦ୍ରା ଯାଇଥିଲି ହଁ ଆଜ୍ଞା ସିଏ ତ ଦେଇଥିଲେ ଗୋଟେ ମଙ୍ଗଳାଚରଣ କରିଥିଲେ ଗୋଟେ ଆଶୀର୍ବାଦ କରିଥିଲେ ଆଜ୍ଞା ଆଜ୍ଞା ଇଏ ପୁରୀ ତରକାରୀ ମଣ୍ଡନ ସିଏ କଥା କହିଥିଲେ ଆଜ୍ଞା ମୁଁ ତାଙ୍କ ଭଳିଆ ଭୁଲ ମଙ୍ଗଳାଚରଣ କହିବିନି ନାଇଁ କହିଲେ ଭାରି ବଢିଆ ମଙ୍ଗଳାଚରଣ ଦେବି ବଢିଆ। ଏତେ ଜଳଖିଆ ଆସିବ ଯେ ଖାଇ ଖାଇକା ପେଟ ପୁରା ଫୁଲିଯିବ କହୁଛ ମୋ କଲେ ବାଲ୍ୟେ ତୁ କୌତୁକ ବସା ଦହି ରାଜବର୍ଦ୍ଦି
କାକେରା ଦୀପ ସୁତା ରସ କେଳି ଯୁକ୍ତା ନିରୁଦ୍ଧ ସୁଖଦ ଗଜାର୍ଥ ହନ୍ତା ପୁରୀ ବିଲୋମେ ସୁଖାତ୍ କୁର୍ବନ୍ତୁ ତେ ମଙ୍ଗଳ। ତ୍ରେତୟା ଯୁଗରେ କ୍ଷୀରି ଖେଚୁଡ଼ି, ଦ୍ୱାପର ଯୁଗରେ ଘି, କଳି ଯୁଗରେ ଗରମ ପାଣି ଫୁଙ୍କି ଫୁଙ୍କି ପି ଅରେ ଗୋବିନ୍ଦ ଭାଇନା ଭଳିଆ ଯୋଉଠି ରୋଷେଇଆ ଥିବ ଅରେ ଚା ପିଆଇ ପିଆଇ ହଇରାଣ କରିଦବ। କହୁଛ ଆଜ୍ଞା ନିଦ ହଉନି ବାଲାକୁ ଖାଇବା ପିଇବା ଦେବାର ଆଦୌ ହେଳା ନାହିଁ ଢିଲା ନାହିଁ। ମହାନ୍ତି ପାଟଣା ଅନୁଷ୍ଠାନ ଓଡିଶାର ଗୋଟେ ବିରଳ ଅନୁଷ୍ଠାନ ହେଲେ ଗୋଟିଏ ଜିନିଷ ଅଭାବ। କଣ ଅଭାବ ଆଜ୍ଞା? ଆଜ୍ଞା ଏତେ ଗରମ ହଉଛି ଘରେ ଶୋଇ ହଉନି। ବଡ ଦୁଃଖର କଥା। କଣ କରିବା? କାହିଁକି ପାଲାବାଲାଙ୍କର ଅସ୍ତ୍ର ହଉଛି ଶୋଇବା। ଶୋଇବା ଶୋଇବା ଯଦି ରାତି ଯାକ ବୋବେଇବେ ଆଜ୍ଞା ଦିନ ଯାକ ଶୋଇବେ ଶୋଇବେ ସନ୍ଧ୍ୟାବେଳେ ଚୋବେଇବେ ତାହେଲେ ତାଙ୍କ ତଣ୍ଟି ଠିକ ରହିବ। ଯଦି ଶୋଇବା ଠିକ ନହେଲା ହବନି ହବନି। ରହ ମୋର କହିବାର କଥା କଣ? ବାଲ୍ୟ ତୁ କୌତୁକ ବସା ଦହିରାଜ ମର୍ଦି ଦି ପ୍ରକାର ଅର୍ଥ ଆସିବ। କଣ? ବାଲ୍ୟ କାଳରେ ଛୋଟିଆ ପିଲାଟିଏ ହେଇଥିବ ବାଲ୍ୟ ତୁ କୌତୁକ ବସା ଦହିରାଜ ମର୍ଦି ଇଏ ଯେତେ ଖାନା ଅଛି ଖାନା ଭିତରେ ରାଜଖାନା ହଉଛି ବସା ଦହି। ବସା ଦହି କମ ଟେଷ୍ଟ କମ ଟେଷ୍ଟ ନିତ୍ୟା ନିରୁଦ୍ଧ ନିତ୍ୟାନି ବୋଇଲେ କ୍ଷୀର 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 ଦୁଗ୍ଧ ଦୁଗ୍ଧ ବାସ୍ ସୁଖଦ ଗଜାର୍ଥ ହନ୍ତା ଗଜା ଗଜା ଦି ଚାରିଟା ସେଥିରେ ପଡିବ। ମଧୁ ମଧୁ ମହୁ ଟିକେ ପଡିବ। ପୁରୀ 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 ଚାରିପଟ ହବ ଭିଜା ହବ। ମଧୁ ପୁରୀ ବିଲୋମେ ସୁଖାତ୍ କୁର୍ବନ୍ତୁ ତେ ମଙ୍ଗଳ। ଏତିକି ଜିନିଷ ଯିଏ ଦବ ବାସ୍ ପାଲାବାଲା ତାର ମଙ୍ଗଳ କରିବେ। ଦେଖ ପାଲାବାଲା ଡାଇରେକ୍ଟ ପାଲାବାଲା ମାଗନ୍ତିନି ଡାଇରେକ୍ଟ ଏମିତି ଇନଡାଇରେକ୍ଟ କହନ୍ତି। ମୁଁ ଏକଥା କହୁନି ମୋର କହିବାର ଉଦ୍ଦେଶ୍ୟ ଆଜ୍ଞା ଇଏ ଭଜନ ପାଳିଆକୁ ଆମର ଯିଏ 50 କୋଟି ଭାରତୀୟ ମୁଦ୍ରା ଦେଲେ ଆଜ୍ଞା ତାଙ୍କରି ପାଇଁ ମୁଁ ଏ କଥାଟା କହିଲା। ଯିଏ ପୁରସ୍କାର ଦେଇଛନ୍ତି ବାଲ୍ୟ ତୁ କୌତୁକ ବସା ଦହି ରାଜମର୍ଦି ତାଙ୍କୁ ତାଙ୍କ ସାରା ଜୀବନ ବସା ଦହି ଖାଇବାକୁ ମିଳୁ ଖଣ୍ଡେ ଖଣ୍ଡେ ବସା ଦହି ମିଳୁଥୁ। ବାଲ୍ୟ ତୁ କୌତୁକ ବସା ଦହି ରାଜମର୍ଦି ଜହ କାକେରା ଧି ପଶୁ ତାର ସକଳି ଯୁକ୍ତ କାକେରା ମିଳୁ ରସଗୋଲା ବି ମିଳୁ ରସଗୋଲି ନିତ୍ୟାନି ମିଳୁ କ୍ଷୀର ମିଳୁ ମଧୁ ମିଳୁ ମଧୁ ପୁରୀ ମିଳୁ ଗଜା ମିଳୁ ୟା ଅର୍ଥ ୟା ନୁହଁ। ବାଲ୍ୟ ତୁ କୌତୁକ ବସତ ଅହିରାଜ ମର୍ଦି ବାଲ୍ୟ କାଳରେ କୌତୁକ ବସତ ଅହିରାଜକୁ ମର୍ଦନ କରିଥିଲେ ଯିଏ ଭଗବାନ କୃଷ୍ଣ। ନିତ୍ୟା ନିରୁଦ୍ଧ ସୁଖଦ ଗଜାର୍ଥ ନୀତି ଅନିରୁଦ୍ଧ ସାଙ୍ଗରେ ଅର୍ଥାତ ନାତି ଅନିରୁଦ୍ଧ ସାଙ୍ଗରେ ଯିଏ ସୁଖରେ ଦିନ କାଳାତିପାତ କରୁଥାନ୍ତି ମଧୁ ପୁରୀ ପୁଲେମେ ସୁଖାତ କୁର୍ବନ୍ତୁ ତେ ମଙ୍ଗଳ। ମଧୁ ରିପୁ ମଧୁ ପୁରୀ ପୁରୀରୁ କି ଓଲଟେଇ ଦେଲେ ରିପୁ ମଧୁ ରାକ୍ଷସର ରିପୁ ଯୋଉ ନାରାୟଣ ସେଇ ନାରାୟଣ ଏ 50 କୋଟି ଭାରତୀୟ ମୁଦ୍ରା ପୁରସ୍କୃତ କରିଛନ୍ତି ଯୋଉ ବାବୁ ତାଙ୍କର ସକଳ ରିଷ୍ଟ ଖଣ୍ଡନ କରି ସର୍ବସ୍ମିନୀ କାଳେ ମଙ୍ଗଳ କାମନା କରିବା ସଙ୍ଗେ ସଙ୍ଗେ ବିଶ୍ୱର ମଙ୍ଗଳ କାମନା କରନ୍ତୁ। অনুষ্ঠানକୁ ଦୀର୍ଘଜୀବୀ କରି ରଖନ୍ତୁ। ଉପସ୍ଥିତ ଆବାଳ ବୃଦ୍ଧ ବନିତା ମାନଙ୍କର ମଙ୍ଗଳ କରନ୍ତୁ। ସର୍ବେ ଆର୍ତ୍ତତ୍ରା ଆନନ୍ଦିକ ହରି ବୋଲ। କଥା କୋଉଠି ରଖିଥିଲି ଅଜା ଶୋଇ ପଡିଛି ନାତି ଯାଇକି ତାକୁ ହଲେଇ ଦେଲା କହିଲା ଅଜା ନା କଣ କଣ ହେଲା ନା ତମେ ୟା ଭିତରେ କୋଣ ଶିଆରାମ ହେଇଗଲ କି? ନାଇଁ ନାଇଁ ଜାଣିପାରୁନୁ ଦିନ ଯାକ ଖଟି ଖଟି ମତେ ଟିକେ କଷ୍ଟ ହେଇଥିଲା ମୁଁ ଟିକେ ଘୁମେଇ ପଇଲି ନା ମୁଁ ଆଉ ଯାଇନି କେମିତି? ତମେ ତ ବାଟରେ ଆଇଲା ବେଳେ କହୁଥିଲ ଯୋଉ ଲୋକଟା ମରି ଯାଇଥାଏ ତା ପାଟିରେ ରାମ ହରି ଆସେନି ତେଣୁ ତମେ ଯେହେତୁ ହରିବୋଲ ନଦେଲ ମୁଁ ଭାବିଲି ତମେ ବୋଧେ ରାମ ହରି ହେଇଗଲ ତେଣୁ ହରିବୋଲ ହୁଳ ହୁଳି ଯା ପାଟିକି ନ ଆସେ ସିଏ କୋକେଇର ମଝି ଲୋକ। ହରିବୋଲ ହୁଳ ହୁଳି ଦେବେ କି ନ ଦେବେ ବିଚାର କରିକି ଦେଖ। ତେଣୁ ହରିବୋଲ ହୁଳ ହୁଳି ଯା ପାଟିକି ଆସେନି ସିଏ ହଉଛି କୋକେଇର ମୋଡା। ହରିବୋଲ ହୁଳହୁଳି ସମସ୍ତେ ଦେବେ ତେଣୁ ପୀର ଦରବାରେ ପଣ୍ଡିତ ମଣ୍ଡଳୀ ଇଏ ରାଉତ ପୁଅର ଅଳି ସର୍ବ ଏକ ଥରେ ଆନନ୍ଦ ମନରେ ହରିବୋଲ ହୁଳହୁଳି ଖାଲି ହରିବୋଲ ହୁଳହୁଳି ଦେଲେ ହବନି ଯେଉଁ ସ୍ଥାନେ ହରିବୋଲ ହୁଳହୁଳି ହୁଏ ନାମ ସଂକୀର୍ତ୍ତନ ମହାନ୍ତି ପାଟଣା ଗ୍ରାମଟି ହୋଇଯିବ ବୃନ୍ଦାବନ। ଯୋଉଠି ହରି
হরিবল হুলহুলি সে জায়গাটা বৃন্দাবন বৃন্দাবন তেଣୁ ଆପଣ ହରିବୋଲ ହୁଳହୁଳି ଦେଲେନି ଯେ ବାସ୍ ଏ ଜାଗାଟାକୁ ବୃନ୍ଦାବନ କରିଦେଲେ। ହଂସ କହୁଛି ଦମୟନ୍ତୀର ରୂପ ନଳକୁ ଆଜ୍ଞା ମତେ ନଳ ଦମୟନ୍ତୀ ବଠି ବସି କହୁଛ ନାଇଁ ଗୋଟାଏ ପଦ ବୋଲୁଛି ଶୁଣ ଆଜ୍ଞା ତମ ଆଉ 7ଟା ଜନ୍ମ ପାଇଲେ ସେ ଗୀତ ସାଙ୍ଗରେ ମିଶେଇବେ ବେଶ ଆଦ୍ୟରେ ଚ କୁ ପ୍ରାନ୍ତରେ ଚ ଚ କେମିତିଆ ଜମକ ଦେଖ କେମିତିଆ କବି ହେଲେ ହଁ ଦମ୍ପତନ ଦୁର୍ଗର କବି କ୍ଷତ୍ରିୟ କବି ନଟବର ଧଳ ନଟବର ଧଳ ଦମ୍ପରା ବୋମ୍ ଫୁଟିଲା ମୋ ଗୁରୁଙ୍କର ଯିଏ ହଉଛି ଅମୋଘ ଅସ୍ତ୍ର କଲେ ଚତୁର ଚାହିଁ ରାମା ସୁସଞ୍ଚରେ ଚତୁର ଚାହିଁ ରାମା ସୁସଞ୍ଚରେ ଚତୁର ଚାହିଁ ରାମା ତତ୍ୱରେ ସଖିଙ୍କି କହନ୍ତି ବାଚରେ ଚତୁର ଚାହିଁ ରାମା ସୁସଞ୍ଚରେ ମଣ୍ଡି ସମଉଳି ମଣ୍ଡିତ ବଦନା ଦଣ୍ଡି ଖଣ୍ଡି ମଣ୍ଡି ଯାଉଛି ମଞ୍ଚ ଆରେ ଦଣ୍ଡି ଖଣ୍ଡି ମଣ୍ଡି ଚନ୍ଦ୍ରଖଣ୍ଡ ଗଣ୍ଡ ମଣ୍ଡଳକୁ ଲକ୍ଷ୍ୟ ଚନ୍ଦ୍ରଖଣ୍ଡ ଗଣ୍ଡ ମଣ୍ଡଳକୁ ଲକ୍ଷ୍ୟ କଲେ ନହିବା ଦର୍ପଣ ଇଏ ନହିବ କନ୍ଦର୍ପ ଦର୍ପଣ କାଚ ଚତୁର কলে চণ্ডী সমৌলি মণ্ডিত বদনা আজ্ঞা দণ্ডি খণ্ডি মণ্ডি দেউছি মঞ্চ মঞ্চ চণ্ডী বইলে পার্বতী আজ্ঞা তাঙ্ক ঈশ শিব তাঙ্ক মুন্ডরে শোভা পান্তি চারে গঙ্গা কিଏ? চন্দ্র আ গঙ্গা গঙ্গা নাহাতি এঠে যাহা অর্থ আসিব সেই অর্থ কর। চন্দ্র চন্দ্র দ্বিতীয় চন্দ্র মহাদেবଙ୍କ মুন্ডরে শোভা অর্ধ পান্তি চন্দ্র আজ্ঞা চণ্ডী সমৌলি মণ্ডিত বদনা বাস ইয়ে দময়ন্তীর মুহଁটা হচ্ছে চন্দ্র মুখটু আহুরি ভাল বাস কেমিতি জানিবা কেমিতি গায়ক রত্ন লোকনাথ কর আজ্ঞা আপনার পাখাপাখি কবি হ্যাঁ হ্যাঁ কোণ কইলে কোন কলে বালা মুখকু কলা কর কলা কেশ মনোহি শিলা নদী বক্ষে বুলুছি প্রাণ দেবার পাই রে ମାନସ ପ୍ରାଣ ଦେବାର ପାଇଁ ରେ ମାନସ ପ୍ରାଣ ଦେବାର ପାଇଁ আজ্ঞা কবি কইলে চন্দ্র এ ঝিওর মুহ সাঙ্গে সমান হেলানি না সমানে হবনি সমান ন হইকি কোণ কলা কোন কলা না বালা মুখকু কলা কর বইলে চন্দ্র হ্যাঁ। সে সমান ন হবারু বাস শিলা নদী বক্ষে বুলুচি প্রাণ দেবার পাই হ্যাঁ গোটাଏ বড় কালিয়া মুগুনি পথর বাস তা ছাতিরে মড়াই দিয়েছি কলে এই পথরটা মাড়ি বসিও মরিଯିବି হ্যাঁ কিন্তু মাড়ি বসিছি সিনা পথর আজ্ঞা চন্দ্র তো মরুনি হ্যাঁ। ন মরিবারু করুচি কোন কোন? কলে মরু নাহি বলি চন্দ্রমা নেতু গড়াଏ নীর আরে ন জানিবা লোক কহନ୍ତି পড়ু অছি কাকর চিকাকর রে ମାନସ ପଡୁ ଅଚିକାକର ରେ ମାନସ ପଡୁ ଅଚିକାକର ଆପଣ ମାନେ ଚନ୍ଦ୍ର ଦେହରେ ଯୋଉ କଳଙ୍କଟା ଦେଖୁଛନ୍ତି সেটা কলঙ্ক নুহ আউ কবি কইলে সেটা কালিয়া মুগুনি পথর ঝিও মুহকু সমান হেলানি বলি গোটাଏ বড় পথর ছাতিরে মরেইছি বেশ। কলা ইয়ে পথর চাপি দেলে মু মরিଯିବି হ্যাঁ। কিন্তু চন্দ্র দেবতা মরুনি হ্যাঁ। ন মরিবারু বাস। মন কষ্ট হবারু লুহ গুড়া কবু হাউচি কবি লোকনাথকর কহিলে কଣ? ইয়ে চন্দ্রমা মরুনি বলি হ্যাঁ। যে লুহ গুড়া কবু হাউচি হ্যাঁ। আমি সকালু সকালু দেখুছে বেশ। কবি কহিলে ওরা কাকর পড়ুছি কি গলে লোকনাথকর গলে নটবর ধল আজ্ঞা। আউ জনে কবি আসিবে Yes, sir. মো প্রথম গুরু
কীর্তনর ব্যাস হ্যাঁ। মহাভারতর অর্জুন বাহ। ইটামাটি শালুনি গাঁর রামচন্দ্র স্বাଇଁ হ্যাঁ হ্যাঁ এইটা বলিଥିଲି চ কুচ বাহ। এইটা বলুছি অনুপ্রাস জ বেশ আদ্ୟରେ জ হ্যাঁ। কোন কইলে କଣ କହିଲେ বলে জগত যাকর সার পিউষকু জমাই একত্র বিরঞ্চি আরে জমাই একত্র বিরঞ্চি রে বলা জমাই একত্র বিরঞ্চি বলে জোড় কলে পোড়ো মুখ হেবে রম্ভা কলে পুরো কহেবে আরে জোড় কলে পোড়ো মুখ হেবে রম্ভা কলে পুরো কহেবে রম্ভা উর্বশী তিল তো মাছতি জোছাকু জোসাকু আরে জোসাকু জোসাকু বলে জানি নির্মাণিলে যতনে জোসাকু জোসাকু যাইরে মারিলে রতনে জোসাকু জোসাকু আরে যোগী যোগ ভাঙ্গি জাগিব কৃষাঙ্গী যোগ ভাঙ্গি ডাকিব কুসাঙ্গি বলে যোগী যোগ ভাঙ্গি জাগিব কুসাঙ্গি কাঙ্গি যোগ ভাঙ্গি ডাকিব সুসাঙ্গি অঙ্গ সঙ্গ নেত্র পতনে